ପୋଡ଼ିଭଟା ବିଦ୍ୟାଳୟରେ ହାତୀ ନଷ୍ଟ କଲା 7 ପ୍ୟାକେଟ୍ ଚାଉଳ। ରାୟଗଡ଼ା ଜିଲ୍ଲା କଲ୍ୟାଣୀପୁର ବ୍ଲକ ପୋଲମା ପଞ୍ଚାୟତ ପୋଡ଼ିଭଟା ପ୍ରାଥମିକ ବିଦ୍ୟାଳୟରେ ହାତୀ ଛୁଆ ପଶି ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ନଷ୍ଟ କରି ଖାଇଲେ। ପିଲାଙ୍କର ଖାଦ୍ୟ ଚିନ୍ତାରେ ଶିକ୍ଷକ। ରାୟଗଡ଼ାରୁ ପଦ୍ମନାଭ ଭତ୍ରାଙ୍କର ରିପୋର୍ଟ, ନ୍ୟୁ ଓଡ଼ିଶା ଟିଭି। ଯେହେତୁ ବର୍ତ୍ତମାନ ଜଙ୍ଗଲ ଦିନକୁ ଦିନ କ୍ଷୟକ୍ଷତି ହେଉଛି, ଆଦିବାସୀ ଲୋକମାନେ ପ୍ରତ୍ୟେକ ଜଙ୍ଗଲକୁ ନଷ୍ଟ କରିବାରେ ଲାଗିଛନ୍ତି। ତେଣୁକରି ହାତୀକି ରହିବାକୁ ତାକୁ ଜାଗା ଏକା ନାହିଁ। ତେଣୁକରି ସେ ବାଧ୍ୟ ହେଇକି ଆସିକି ଗାଁ ମାନଙ୍କୁ ପଶୁଛି। ଏଇ ପୋଡ଼ିଭଟାର ପ୍ରାଥମିକ ବିଦ୍ୟାଳୟରେ ଚାଉଳ ସକାଳ 3ଟା ବେଳକୁ ଆସି କବାଟକୁ ଭାଙ୍ଗି ବିଦ୍ୟାଳୟର ଯେଉଁ ଘରେ ଚାଉଳ ଥିଲା ସେ ଚାଉଳ 6-7 ବସ୍ତା ଖଣ୍ଡେ ଚାଉଳ ଖାଇଥିଲେ। ତାଙ୍କର କ'ଣ ହେଉଛି, ଗାଁ ମୁହାଁ ହେଲେ ଆମେ ତାଙ୍କୁ ଟ୍ରାକ୍ କରିକି ଗାଁକୁ ନ ପଶିବା ପାଇଁକି ଆମେ ଲୋକମାନଙ୍କୁ ସଚେତନତା କରାଉଛୁ। ଆଉ ଲୋକମାନେ ବି ସଚେତନତା କଲା ପରେ ବି ଲୋକମାନେ ବି ବୁଝୁଛନ୍ତି। ଆଉ ହାତୀ ଆସିଲେ ବି ତାକୁ ବାଣ ଫାଣ ଫୁଟଉନାହାନ୍ତି କି ତାଙ୍କୁ କୌଣସି ଅସ୍ତ୍ର ପ୍ରୟୋଗ ତାଙ୍କ ଉପରେ କରୁନାହାନ୍ତି। ତେଣୁକରି ହାତୀ ଯେହେତୁ ଖାଦ୍ୟ ନ ପାଉଛି, ତେଣୁକରି ସେ ବାଧ୍ୟ ହେଇକି ଗାଁ ମୁହାଁ। ସାର୍ ହାତୀ କେତେଟା ଅଛି? 3ଟେ ଅଛନ୍ତି, ଯୋଡ଼ିଏ ବଡ଼ ଗୋଟିଏ ଛୁଆ। ଆମର ଏଲିଫେଣ୍ଟ ସ୍କ୍ୱାଡ୍ ବର୍ତ୍ତମାନ ମୋର ସେକ୍ସନ କେହି ନାହାନ୍ତି, ପାରା ସ୍କ୍ୱାଡ୍ ଅଛନ୍ତି। ନା ଡିଏଫ୍ ତ ଜାଣିଛନ୍ତି, ଯେହେତୁ ଏଠି ପାରା ସ୍କ୍ୱାଡ୍ ନାହାନ୍ତି, ଡିଏଫ୍ ସାର୍ ଜାଣିଛନ୍ତି। ଆଉ ଏଠି ପାରା ସ୍କ୍ୱାଡ୍ ହିଁ ଅଛନ୍ତି, ହାତୀ ସ୍କ୍ୱାଡ୍ ନାହାନ୍ତି। ହେଡ଼ମାଷ୍ଟର ପୋଡ଼ିଭଟା ପ୍ରାଇମେରୀ ସ୍କୁଲ। ଆଉ ମୁଁ ସକାଳେ ଜାଣିବାକୁ ପାଇଲି, ଫୋନ୍ କଲେ ଏଠିକାର ପିଲାମାନେ ଆଉ SMCର ପ୍ରେସିଡେଣ୍ଟ ଯେ ହାତୀ ଘର ଭିତରେ ପଶିକି ଚାଉଳ ଖାଇ ଦେଇଛି ବୋଲି। ଆଉ ଚାଉଳ 7 ବସ୍ତା ଥିଲା, ସବୁ ଫିଙ୍ଗା ଫୋପଡ଼ା କରିକି ଖାଇ ଦେଇଛି।